କରି କରାଉଥାଏ କିଏ? ଆସ୍ତିକ ବିଚାରଧାରା ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଶ୍ୱାସ ଭଗବାନ ଏହି ସଂସାରର ସୃଷ୍ଟିକର୍ତ୍ତା ଏବଂ ସେ ହିଁ ସବୁ ନିୟନ୍ତ୍ରଣ କରୁଛନ୍ତି ବା କରାଉଛନ୍ତି। ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ଅନେକ ପ୍ରବଚନ ଓ ଆପ୍ତବଚନ ଭିତରୁ କରି କରାଉଥାଏ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ କଥାଟି ସଭିଏଁ କହିଥାନ୍ତି। ସମସ୍ୟାର ଉଚିତ ସମାଧାନ ଖୋଜିବା ପୂର୍ବରୁ ମାନସିକ ଶାନ୍ତି ପାଇଁ କହିଦିଅନ୍ତି, ଯାହା ହେବାକୁ ଥିବ ତାହା ହିଁ ହେବ। ଭାଗ୍ୟ ଲିଖନ କେ କରିବ ଆନ। ପ୍ରାରବ୍ଧର ଫଳ ତ ଭୋଗ କରିବାକୁ ପଡ଼ିବ। ଦଇବ ଦୌଡ଼ି ମଣିଷ ଗାଇ, ଯେଣିକି ଟାଣିବ ସେଣିକି ଯାଇ। ସବୁକିଛି ଈଶ୍ୱରଙ୍କ ଲୀଳା। ଏମିତି ଆହୁରି ଅନେକ ନକାରାତ୍ମକ ଆତ୍ମବଚନ କହି ହାତ ଯୋଡ଼ି ବସି ପଡ଼ନ୍ତି। ଅର୍ଥାତ୍ ମୋର କିଛି କରିବାର ନାହିଁ, ଯାହା କରିବେ ସବୁ ଭଗବାନ ଆମ ପାଇଁ କରିଦେବେ। ଏହା ହେଉଛି ମଣିଷର ପଳାୟନବାଦୀ ମାନସିକତା। ପୁଣି କୁହାଯାଏ, ବୁଣିଥିଲେ ଦାଇ ଦେଇଥିଲେ ପାଇ। ସବୁକିଛି ମଣିଷ କର୍ମର ହିଁ ଫଳ ପାଏ ଏବଂ ଭଗବାନଙ୍କ ଇଚ୍ଛା ବିନା ଗଛର ପତ୍ର ବି ହଲିବ ନାହିଁ। ଏହି ଦୁଇଟି ବକ୍ତବ୍ୟ ଉପରେ ଯଦି ବିଚାର କରିବା ତାହେଲେ ପରସ୍ପର ବିରୋଧୀ ମତ ପ୍ରକାଶ ପାଉଛି। ଯଦି ସବୁକିଛି ଭଗବାନଙ୍କ ଇଚ୍ଛାରେ ହିଁ ସମ୍ପାଦିତ ହେଉଛି ତାହେଲେ ମଣିଷର କର୍ମର କାମ କ'ଣ? ଯଦି ମଣିଷକୁ ତା କର୍ମର ହିଁ ଫଳ ମିଳିବ ତାହେଲେ ଏଥିରେ ଭଗବାନ କାହିଁକି ଆସି ହସ୍ତକ୍ଷେପ କରିବେ? ଭଗବାନଙ୍କ ଇଚ୍ଛା ବିନା ଗଛର ପତ୍ର ବି ହଲିବ ନାହିଁ। ପ୍ରଶ୍ନ ଉଠୁଛି, କେଉଁ ଭଗବାନ? ଦୁନିଆର ତ ଅନେକ ଭଗବାନ ଅଛନ୍ତି। କୃଷ୍ଣ, ଆଲ୍ଲା, ଯୀଶୁ ପରେ ଆହୁରି ଅନେକ ଅଛନ୍ତି। ଏହିସବୁ ଦେବତାମାନେ କ'ଣ କୌଣସି ଗଛ ତଳେ ବସି ବିଚାର ବିମର୍ଶ କରି ଠିକ୍ କରୁଛନ୍ତି ଯେ ଏହି ଗଛର ପତ୍ର ହଲିବ କି ନାହିଁ? ଜଣେ କହୁଥିବ ମୁଁ ଚାହୁଁନି ପତ୍ର ହଲିବ, ଆଉ ଜଣେ କହୁଥିବ କି ମୁଁ ଚାହୁଁଛି ପତ୍ର ହଲିବ। ଏ ପରିସ୍ଥିତିରେ ତ ଭଗବାନ ମାନଙ୍କୁ ପ୍ରତ୍ୟେକ ଗଛର କେତେ ପତ୍ର ଅଛି, କେତେ ପତ୍ର ରଖିବାକୁ ହେବ, କେତେ ପତ୍ର ଗଛରୁ ଝଡ଼ିବାକୁ ହେବ, ପତ୍ରମାନଙ୍କୁ ହଲାଇ କାହାକୁ ଥଣ୍ଡା କରିବାକୁ ହେବ କିମ୍ବା ପତ୍ର ନ ହଲାଇ ଥଣ୍ଡାକୁ ରୋକିବାକୁ ହେବ ଇତ୍ୟାଦି ଅନେକ ହିସାବ କରିବାକୁ ପଡ଼ୁଥିବ। ମନେ କରନ୍ତୁ, ଗ୍ରୀଷ୍ମ ଦିନରେ କୌଣସି ଏକ ବୃକ୍ଷ ମୂଳରେ ଦୁଇଜଣ ଅଲଗା ଅଲଗା ଧର୍ମର ଲୋକ ବସିଛନ୍ତି ଏବଂ ଦୁହେଁ ଗରମ ଅନୁଭବ କରୁଛନ୍ତି। ଜଣେ ଲୋକର ଭଗବାନ ଗଛର ପତ୍ର ହଲାଇ ଅର୍ଥାତ୍ ପବନ ବୁହାଇ ତାଙ୍କ ଭକ୍ତଙ୍କୁ ଆରାମ ଦେବାକୁ ଚାହିଁବ, କିନ୍ତୁ ଅନ୍ୟ ଲୋକର ଭଗବାନ ତାଙ୍କ ଧର୍ମର ଲୋକକୁ ଆରାମ ଦେବାକୁ ଚାହୁଁନଥିବ। ତାହେଲେ ପରିସ୍ଥିତି କ'ଣ ହେବ? ସେଠାରେ ଦୁଇ ଭଗବାନ କ'ଣ ଝଗଡ଼ା କରିବେ? ନା ପାଖରେ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ପବନ ବାଜିବ, ଅନ୍ୟ ଜଣକୁ ବାଜିବ ନାହିଁ? ଏଇଟା ତ ସମ୍ଭବ ନାହିଁ ଯେ ପବନ ବୋହିଲେ ଜଣକୁ ବାଜିବ, ଅନ୍ୟକୁ ବାଜିବନି। ଏହା ହେଉଛି ପ୍ରାକୃତିକ ନିୟମ। ପବନ ବୋହିଲେ ଗଛର ସବୁ ପତ୍ର ହଲିବ ଏବଂ ଗଛ ତଳେ ବସିଥିବା ଦୁଇ ଜଣ ଯାକ ଥଣ୍ଡା ଅନୁଭବ କରିବେ। କୁହାଯାଏ, ଭଗବାନ ନ ଚାହିଁଲେ କୌଣସି କାମ ହେବନି। ତାହେଲେ ସେ ତ ଜାଣିଥିବେ କେଉଁ କାମ କେଉଁ ସମୟରେ ହେବା ଉଚିତ, ତଥାପି ତାଙ୍କର ହିସାବ ଗଡ଼ବଡ଼ ହୋଇଯାଉଛି କାହିଁକି? ମନ୍ଦିରକୁ ଏକା ସାଙ୍ଗରେ ପାପୀ ଓ ଭକ୍ତ ଉଭୟ ଶ୍ରେଣୀର ଲୋକ ଯାଉଥିବା ବେଳେ ଦୁର୍ଘଟଣା ଘଟାଇ ସମସ୍ତଙ୍କୁ ମାରି ଦେଉଛନ୍ତି କାହିଁକି? ଜଣେ ପାପୀ ଦ୍ୱାରା ଜଣେ ଈଶ୍ୱର ବିଶ୍ୱାସୀ କନ୍ୟାର ଯୌନ ଶୋଷଣ କରାଉଛନ୍ତି କାହିଁକି? ଆତଙ୍କବାଦୀମାନଙ୍କ ଦ୍ୱାରା ନିରୀହ ଧାର୍ମିକ ଲୋକମାନଙ୍କର ହତ୍ୟା କରାଉଛନ୍ତି କାହିଁକି? କିଛି ବର୍ଷ ତଳେ ଦିଲ୍ଲୀର ଏକ ଡାକ୍ତରଖାନାରେ ଗୋଟିଏ ଛୁଆକୁ ଡାକ୍ତରମାନେ ମୃତ ଘୋଷିତ କରିସାରିଥିଲେ, କିନ୍ତୁ କିଛି ସମୟ ପରେ ଛୁଆଟି ପୁଣି ଜୀବିତ ହୋଇ ଉଠିଲା। ଅସଲ କଥା ହେଲା, ବେଳେବେଳେ ମଣିଷର ଛାତିର ସ୍ପନ୍ଦନ ଓ ନାଡ଼ୀର ଗତି ଏତେ କ୍ଷୀଣ ହୋଇପଡ଼େ ଯେ ତାହା ସାଧାରଣ ଭାବେ ପରୀକ୍ଷା କରିଥିବା ଡାକ୍ତରଙ୍କୁ ଭୁଲ ଲକ୍ଷଣ ମିଳିଥାଏ। ସେ ଯଦି ଛୁଆଟିକୁ ନେଇ ଯାନ୍ତ୍ରିକ ପରୀକ୍ଷାଗାରରେ ଇସିଜି ଭଳି କୌଣସି ପରୀକ୍ଷା କରିଥାନ୍ତେ ତେବେ ନିଶ୍ଚୟ ଜଣାପଡ଼ିଥାନ୍ତା ଛୁଆଟିର ମୃତ୍ୟୁ ହୋଇନି। ଏହିଭଳି ଘଟଣା ଦେଖି ଡାକ୍ତରଙ୍କୁ ଦୋଷୀ ନ ଦେଇ ଭଗବାନ ଚମତ୍କାର କରିଦେଲେ ବୋଲି ଲୋକେ ବିଶ୍ୱାସ କଲେ। ଗରୁଡ଼ ପୁରାଣ ଅନୁସାରେ କୁହନ୍ତି, ମଣିଷ ମରିବା ପରେ ତାକୁ ଦ୍ୱିତୀୟ ଜନ୍ମ ପାଇଁ ଲାଇନରେ ଠିଆ ହୋଇ ପ୍ରତୀକ୍ଷା କରିବାକୁ ପଡ଼େ। ଆଶ୍ଚର୍ଯ୍ୟ କଥା ଯେ ଗୀତା କହୁଛି ଆତ୍ମା ତୁରନ୍ତ ପୁରୁଣା ଶରୀର ତ୍ୟାଗ କଲା ପରେ ନୂତନ ଶରୀରରେ ପ୍ରବେଶ କରିଯାଉଛି। ଏଣେ ଭଗବାନ ପ୍ରତ୍ୟେକ ଗଛର ପତ୍ର ସମୂହର ହିସାବ ରଖନ୍ତି। ସେ କ'ଣ ଜାଣିପାରୁନାହାନ୍ତି କେଉଁ ଆତ୍ମା କାହା ଶରୀରରେ ପଶିବ?
ପ୍ରତ୍ୟେକ ଆସ୍ତିକ ବ୍ୟକ୍ତି ନିଜ ଧର୍ମକୁ ଉଚ୍ଚ ଓ ଅନ୍ୟ ଧର୍ମକୁ ନୀଚ ବୋଲି କହିବାକୁ ସର୍ବଦା ତତ୍ପର ଥାଏ, କାରଣ ପ୍ରତ୍ୟେକ ଧର୍ମର ଅନେକ ପ୍ରକାରର ଦୋଷ ତ୍ରୁଟି ଥାଏ। ଉଦାହରଣତଃ ଜୈନ ଧର୍ମର ଦିଗାମ୍ବର ସାଧୁ ଲଙ୍ଗଳା ହୋଇ ସଭ୍ୟ ସମାଜରେ ମଧ୍ୟ ବୁଲନ୍ତି। ସେମାନେ ଜାଣନ୍ତି ନାହିଁ ଦାରିଦ୍ର୍ୟ କି ଜିନିଷ, କାରଣ ସେମାନଙ୍କୁ ମାଗଣାରେ ଖାଇବା ପିଇବା ମିଳିଯାଉଛି। ଅନ୍ୟ କୌଣସି ସାଧନ ସେମାନଙ୍କୁ ଦରକାର ନାହିଁ। ତେଣୁ ସମାଜ ପାଇଁ ଶାରୀରିକ ବା ମାନସିକ ପରିଶ୍ରମ କରିବା ଦରକାର ନାହିଁ। ତଥାପି ମଣିଷ ନିଜ ଧର୍ମକୁ ସମାଲୋଚନା କରିବାକୁ ଭୟ କଲେ ତାଙ୍କ ଭଗବାନ ତାଙ୍କର କିଛି କ୍ଷତି କରିଦେବ ବୋଲି ଭାବେ। ସେହି ମଣିଷ ଧର୍ମର ଅନ୍ୟକୁ ନିର୍ଭୟରେ ସମାଲୋଚନା କରେ। ସେ ଜାଣେ ଅନ୍ୟ ଧର୍ମର ଭଗବାନ ତାଙ୍କର କିଛି ବି କ୍ଷତି କରିପାରିବ ନାହିଁ। ତା ମାନେ କ'ଣ ପ୍ରତ୍ୟେକ ଭଗବାନ କେବଳ ନିଜର ଭକ୍ତମାନଙ୍କ ପାଇଁ ହିଁ ସୀମିତ ରହୁଛି? ସମାଜରେ ଯେମିତି ପୋଲିସମାନଙ୍କର ଏରିଆ ନିର୍ଦ୍ଧାରଣ ହୋଇଛି, ସେମିତି କ'ଣ ଭଗବାନଙ୍କର ମଧ୍ୟ ସୀମା ନିର୍ଦ୍ଧାରଣ ହୋଇଛି? ଏଇଠି ପ୍ରଶ୍ନ ଉଠୁଛି, ଯଦି ଗୋଟିଏ ଧର୍ମର ଭଗବାନ ଅନ୍ୟ କୌଣସି ଧର୍ମର ଭକ୍ତକୁ ସୁଫଳ ଦେବା ବା ଦଣ୍ଡିତ କରିବାର ଅଧିକାର ନାହିଁ, ତେବେ ଯେଉଁମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କର କର୍ମର ହିସାବ କିପରି ହେବ? ମନେ କରନ୍ତୁ, ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଗୋମାଂସ ଖାଇବା ପାଇଁ ଅନେକ ଗୋହତ୍ୟା କରିଥିଲା। ସେ ଯଦି ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଗଲା, ତେବେ ତାର ଗୋହତ୍ୟା ଦୋଷର ପରିଣାମ କ'ଣ ହେବ? ହିନ୍ଦୁ ଦେବତା କ'ଣ ତାକୁ କ୍ଷମା କରିଦେବେ? ସେହିଭଳି ଯଦି ଜଣେ ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମକୁ ଯାଇ ଗୋହତ୍ୟା କରି ଗୋମାଂସ ଭକ୍ଷଣ କରିବ, ତେବେ ତାକୁ କ'ଣ ଏହି ଜନ୍ମରେ କରିଥିବା ପାପ ପାଇଁ ଦଣ୍ଡ ମିଳିବ ନାହିଁ? ତାର ମୃତ୍ୟୁ ପରେ କେଉଁ ଭଗବାନ ତାକୁ କେଉଁ ଜନିରେ ଜନ୍ମ କରାଇବେ? ପଚାରିଲେ ସମସ୍ତେ କୁହନ୍ତି ଭଗବାନ ଏକ। ଏହା ଯଦି ସତ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ, ଶିଖ, ଜୈନ, ନିରଙ୍କାରୀ, ରାଧାସ୍ୱାମୀ, ବୈଷ୍ଣବ ଇତ୍ୟାଦି ଅନେକ ଧର୍ମ ରହିଛି। କାହିଁକି ଗୋଟିଏ ଧର୍ମରେ ବିଷ୍ଣୁ, ଶିବ, ବ୍ରହ୍ମା, ହନୁମାନ, ଗଣେଶ, ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ ଆଦି ଅନେକ ଦେବୀ ଦେବତା ଅଛନ୍ତି? କାହିଁକି? ଏହାର ଅସଲ କାରଣ ହେଉଛି ମଣିଷର ଗୋଟିଏ ଭଗବାନ ଉପରେ ଆସ୍ଥା ଓ ଭରସା ରହୁନି। ଏପରିକି ତାଙ୍କର କୌଣସି ଦେବୀ ଦେବତାଙ୍କ ଉପରେ ଆସ୍ଥା ରହୁନି। ସେଥିପାଇଁ ସେମାନେ ସବୁ ଦେବୀ ଦେବତାଙ୍କୁ ଛାଡ଼ି ତଥାକଥିତ ସ୍ୱୟମ୍ଭୁ ଭଗବାନ ସାଜିଥିବା ମଣିଷମାନଙ୍କୁ ପୂଜା ଓ ପ୍ରାର୍ଥନା କରିବାକୁ ପଛାଉନାହାନ୍ତି। ସତ୍ୟ ସାଇବାବା ଓ ଶିରିଡ଼ି ସାଇବାବା ହେଉଛନ୍ତି ତାଜା ଉଦାହରଣ। ସାମାଜିକ ଜୀବନରେ ସେ ଦେଖୁଛି ବିଭିନ୍ନ କାମ ହାସଲ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଅଫିସରଙ୍କ ପାଖକୁ ଯିବାକୁ ପଡ଼ୁଛି। ସେହିଭଳି ଧନ, ବିଦ୍ୟା, ସ୍ୱାସ୍ଥ୍ୟ ଆଦି ପାଇଁ ନିର୍ଦ୍ଧାରିତ ଦେବୀ ଦେବତାଙ୍କ ପାଖକୁ ନଗଲେ ଫଳ ମିଳିବନି ଭାବୁଛି। ଓଲଟା ଦେବୀ ଦେବତା ଯଦି ଅସନ୍ତୁଷ୍ଟ ହୋଇଯିବେ, ଯାହା ଅଛି ଛଡ଼େଇ ନେବେ ବୋଲି ମଧ୍ୟ ଭୟ କରନ୍ତି। ମଣିଷ କର୍ମର ଫଳ ଦୁଇ ପ୍ରକାର, ସୁଖ ଓ ଦୁଃଖ। ସୁଖ ଓ ଦୁଃଖ ବି ଦୁଇ ପ୍ରକାର, ମାନସିକ ଓ ଶାରୀରିକ ସୁଖ ଦୁଃଖ। ଦୁହେଁ ଦୁହିଁଙ୍କ ପରିପୂରକ। ଶରୀରକୁ ରୋଗ ହେଲେ ମନ ଦୁଃଖୀ ହୋଇଯାଏ, ମନ ଅଶାନ୍ତ ରହିଲେ ଶରୀର ଦୁର୍ବଳ ହୋଇଯାଏ। ଗୋଟିଏ କଥା ସ୍ପଷ୍ଟ ହେଉଛି, ମାନସିକ ସୁଖ ବା ଦୁଃଖ ଏକ ମନୋବୈଜ୍ଞାନିକ ଭାବନା। ଜଣେ ସାଧାରଣ ସମସ୍ୟାରେ ବିବ୍ରତ ହୋଇପଡ଼େ, ଅନ୍ୟ ଜଣେ ବହୁତ ବଡ଼ ସମସ୍ୟାରେ ମଧ୍ୟ ବିଚଳିତ ହୁଏ ନାହିଁ। ଏଥିପାଇଁ କେତେକ କୁହନ୍ତି, ଈଶ୍ୱରଙ୍କ କୃପାରେ ମୁଁ ମାନସିକ ବଳ ପାଉଛି। ହେଲେ ଯେଉଁମାନେ ଈଶ୍ୱରକୁ ବିଶ୍ୱାସ କରୁନାହାନ୍ତି, ସେମାନେ ମାନସିକ ବଳ କେଉଁଠୁ ପାଉଛନ୍ତି? ଧର୍ମ ହିସାବରେ ସବୁଠାରୁ ମନ୍ଦ କର୍ମ ହେଉଛି ହିଂସା। ତେଣୁ ହିଂସା କଲେ ପାପ ହୁଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଯିଏ ଜୀବିତ ରହିପାରେ, ସିଏ ବଞ୍ଚିବା ପାଇଁ ଅମ୍ଳଜାନ ଗ୍ରହଣ କରେ, ତାଙ୍କୁ ହିଁ ହତ୍ୟା କରାଯାଇପାରେ। ସେମିତି ଦେଖିଲେ ଗଛ, ମାଛ, ପଶୁ, ପକ୍ଷୀ ଓ ମଣିଷ ବଞ୍ଚିବା ପାଇଁ ଅମ୍ଳଜାନ ଗ୍ରହଣ କରନ୍ତି। ସେଗୁଡ଼ିକ ମଧ୍ୟରୁ ଯାହାକୁ ମଧ୍ୟ ହତ୍ୟା କରାଗଲେ ପାପ ହେବା କଥା। ପାପ ପାଇଁ ଭଗବାନ ଯଦି ଦଣ୍ଡ ନିର୍ଦ୍ଧାରିତ କରିଥାନ୍ତି, ତେବେ ମଣିଷ କାହିଁକି ଦଣ୍ଡ ଦେବାକୁ ପୋଲିସ, କୋର୍ଟ କଚେରୀ କରି ଏତେ କଷ୍ଟ କରୁଛି? ଆସ୍ତିକମାନେ କୁହନ୍ତି, କର୍ମର ଭଲ ଓ ମନ୍ଦ ଫଳ ଉଭୟ ଶରୀର ଓ ମାନସିକ ସ୍ତରରେ ଭୋଗ କରିବାକୁ ପଡ଼ିଥାଏ। କାରଣ କର୍ମ ତ ମନ ଓ ଶରୀର ମିଶି କରିଥାନ୍ତି। ଆତ୍ମାର କର୍ମ ସହିତ କୌଣସି ସମ୍ପର୍କ ନଥାଏ। କାରଣ ଆତ୍ମା କେବଳ ଜଣଙ୍କର ନୁହେଁ ଯେ ଜଣକ ଶରୀରରେ ହିଁ ରହିବ। ଯେଉଁ ଶରୀରରେ ଆତ୍ମା ରହିଲା, ସେ ତାର ହେଲା।
ସେମାନେ ତଥାପି କହୁଛନ୍ତି ଆତ୍ମା ଅତୃପ୍ତ ରହିଲେ ଶୂନ୍ୟରେ ବିଚରଣ କରୁଥାଏ, ମୋକ୍ଷ ପ୍ରାପ୍ତ କଲେ ହିଁ କୌଣସି ଶରୀରରେ ପ୍ରବେଶ କରେ। ଏଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ବିରୋଧାଭାସ ଏବଂ ଗାଲୁଆମୀ ମନ୍ତବ୍ୟ। ଭଗବାନ କ'ଣ ଆତ୍ମାମାନଙ୍କୁ ନେଇ ମ୍ୟୁଜିକ୍ ଚେୟାର ଖେଳ ଖେଳୁଛନ୍ତି? ଏଣେ ଶରୀର କମ୍ ଓ ଆତ୍ମା ବେଶୀ। ତେଣୁ ଯେଉଁ ଆତ୍ମାକୁ ଶରୀର ନ ମିଳୁଛି ସେ ମାସ ମାସ ବର୍ଷ ବର୍ଷ ଧରି କ'ଣ ଶୂନ୍ୟରେ ଘୂରି ବୁଲୁଛି? ହିନ୍ଦୁ ପତି ଓ ପତ୍ନୀଙ୍କ ସମ୍ପର୍କ 7 ଜନ୍ମର ବୋଲି କୁହନ୍ତି। ଅନ୍ୟ କୌଣସି ଧର୍ମରେ ଏହି ବିଶ୍ୱାସ ନାହିଁ। ଏଇଠି ପ୍ରଶ୍ନ ଉଠୁଛି, ବିବାହ ନ କରି ଯେଉଁ ହିନ୍ଦୁ ସ୍ତ୍ରୀ ମୂଳରୁ ହିଁ ବେଶ୍ୟାବୃତ୍ତି କରୁଛି ସେ କ'ଣ 7 ଜନ୍ମ ପର୍ଯ୍ୟନ୍ତ ବେଶ୍ୟାବୃତ୍ତି ହିଁ କରିବ? ତା ପାଖକୁ ଯାଉଥିବା ପୁରୁଷମାନେ କ'ଣ 7 ଜନ୍ମ ପର୍ଯ୍ୟନ୍ତ ସେମିତି ଲମ୍ପଟ ହୋଇ ଜନ୍ମ ନେବେ? ଜନ୍ମ ଜନ୍ମାନ୍ତର କଥା ତ ଦୂରର କଥା, ଅଧିକାଂଶ ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ଜନ୍ମରେ ମଧ୍ୟ ମରିବା ପର୍ଯ୍ୟନ୍ତ ଏକାଠି ରହିପାରୁନାହାନ୍ତି। ସ୍ୱାମୀ ଓ ସ୍ତ୍ରୀଙ୍କ ବୟସରେ ତାରତମ୍ୟ ରହୁଥିବାରୁ ଜଣେ ଆଗତ ଆଉ ଜଣେ କିଛି ବର୍ଷ ପରେ ମରୁଛି। ଆଗରୁ ମରିଥିବା ସ୍ୱାମୀ ଜଣକର ଆତ୍ମା କ'ଣ ଶୂନ୍ୟରେ ଯାଇ ସେହି ସ୍ତ୍ରୀ ପାଇଁ ହିଁ ପ୍ରତୀକ୍ଷା କରିଥିବ? ଉପରୋକ୍ତ ସମସ୍ତ ଉଦାହରଣ ଓ ଆଲୋଚନାରୁ ଯେକୌଣସି ଉଦାର ମନୋବୃତ୍ତି ରଖୁଥିବା ଶିକ୍ଷିତ ବ୍ୟକ୍ତି ନିଶ୍ଚିତ ଭାବେ ବୁଝିପାରିବେ ଯେ କରି କରାଉଥାଏ ମୁହିଁ କହିବାର ଅର୍ଥ କ'ଣ। ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ସତ୍ୟଗୁଡ଼ିକୁ ଆଖି ଆଗରେ ଦେଖୁଥିବା ସତ୍ୟ ଈଶ୍ୱର ସତ୍ତାକୁ କଳ୍ପନା କରି ଯେଉଁମାନେ ଆଖି ବୁଜି ଦୁଧ ପିଉଛନ୍ତି ସେମାନେ ପୁଣି ଥରେ ଚିନ୍ତା କରିବା ଉଚିତ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନରେ କ୍ଲିକ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।